ପାଚିଲା ପଣସ ଖାଇବାକୁ ଯେମିତି ସୁଆଦିଆ, ପଣସ କଠାର ତରକାରୀ ମଧ୍ୟ ସେମିତି ସୁଆଦିଆ। ପଣସ କଠା ମାନେ ଆମେ କଞ୍ଚା ପଣସକୁ ବୁଝାଉ। ପଣସକୁ ସାଧାରଣତଃ ଇଂରାଜୀରେ ଜ୍ୟାକଫ୍ରୁଟ୍ କୁହାଯାଏ, ଆଉ କଞ୍ଚା ପଣସକୁ ର ଜ୍ୟାକଫ୍ରୁଟ୍ କୁହାଯାଏ। ହିନ୍ଦୀରେ ପଣସକୁ କଟହଲ କହନ୍ତି, ଆଉ ସଂସ୍କୃତରେ ଏହାକୁ ପଣସମ ବା ପଣସ ଫଳମ କହନ୍ତି। ଆମେ ଜାଣିଥିବା ଯେତେ ପ୍ରକାର ଫଳ ଅଛି, ସବୁଠାରୁ ବଡ଼ ଫଳ ହେଉଛି ଏଇ ପଣସ। ଆସନ୍ତୁ ଆମେ ଜାଣିନେବା ଏଇ ପଣସର ଉପକାରିତା ବିଷୟରେ। ଏଇ ପଣସ ଆମକୁ ୱେଟ୍ ଲସ୍ ଜର୍ଣ୍ଣିରେ ସାହାଯ୍ୟ କରେ, ଯେହେତୁ ଏଥିରେ ବହୁ ପରିମାଣର ଫାଇବର ଥାଏ, ଆଉ ପ୍ରୋଟିନ୍ ବି ଥାଏ, ଆଉ ଲୋ କ୍ୟାଲୋରି ଯୁକ୍ତ ହୋଇଥାଏ। ଏହାର ଗ୍ଲାଇସେମିକ୍ ଲୋଡ୍ କମ୍ ଥିବାରୁ ଏହା ଡାଇବେଟିକ୍ ମାନଙ୍କ ପାଇଁ ମଧ୍ୟ ବହୁ ଉପକାରୀ। ଏଥିରେ ଭିଟାମିନ୍ ସି ରହୁଥିବାରୁ ଏହା ଆମର ଇମ୍ୟୁନିଟି ବୁଷ୍ଟର ଭାବରେ ମଧ୍ୟ କାମ କରେ। ଏହା ଆମ କୋଲେଷ୍ଟ୍ରଲ୍ ଲେବୁଲକୁ କଣ୍ଟ୍ରୋଲ କରେ ଏବଂ ହାର୍ଟ ହେଲ୍ଥକୁ ମଧ୍ୟ ଭଲ ରଖେ। ଏହା ଉପକାରୀ ହେବା ସଙ୍ଗେ ସଙ୍ଗେ ବହୁତ ଟେଷ୍ଟି ମଧ୍ୟ। ସେଇଥିପାଇଁ ତ ଯଥାର୍ଥରେ ଏହାକୁ ଭେଜିଟେବୁଲ ମିଟ୍ ବି କୁହାଯାଏ। ଆଜି ଆମେ ଏଇ ପଣସ କଠାରୁ ତିଆରି କରିବା ପଣସ କଠା ଡାଲମା। ସେଥିପାଇଁ ମୁଁ ଗୋଟେ 2 କେଜିଆ ପଣସ ନେଇଯାଇଛି। ସେଥିରୁ ମୁଁ ହାଫ୍ ପଣସକୁ ୟୁଜ୍ କରିବି। ଏଇ ପଣସ କଠାରୁ ବହୁତ ଅଠା ବାହାରିଥାଏ, ତେଣୁକରି ଆପଣ କାଟିଲା ବେଳେ ଛୁରୀ ହେଉ ବା ପନିକି ହେଉ ତାକୁ ଭଲ ଭାବରେ ତେଲରେ ଗ୍ରୀଜ୍ କରିନେବେ, ହାତକୁ ବି ତେଲରେ ମାଖି ନେବେ। ତାପରେ ପଣସକୁ କାଟିବେ। ମୁଁ ଅଲରେଡ଼ି ପଣସକୁ 2 ଫାଳ କରିଦେଇଥିଲି ଭିଡ଼ିଓ କରିବା ଆଗରୁ, ତେଣୁକରି ଏବେ ପଣସକୁ ଏମିତି ଗୋଟେ ଫାଳ ପଣସକୁ ନେଇକି ମୁଁ ଡାଲମା କରିବି। ତାକୁ ଭଲ ଭାବରେ ଏମିତି ଖଣ୍ଡ ଖଣ୍ଡ କରିଦେବି। ଗୋଟେ ଜିନିଷ ମନେ ରଖିବେ, ପଣସକୁ ଇମିଡ଼ିଏଟଲି ଆଣି କାଢ଼ିଲେ ବହୁତ ତା'ର ଅଠା ବାହାରେ। ଆପଣ ଯଦି ପଣସକୁ ଆଣି ଗୋଟେ ଦିନ ଫ୍ରିଜରେ ରଖିଦେବେ, ତା'ର ଅଠାପଣ ଟିକେ କମିଯାଏ। କିନ୍ତୁ ପଣସକୁ ସବୁବେଳେ ଫ୍ରେଶ୍ କରିବେ। ନରମ ହେଇଗଲେ ପଣସ ଭଲ ଟେଷ୍ଟ ହୁଏ ନାହିଁ। ପଣସକୁ ମୁଁ ଏମିତି କାଟିକି ଏଇଭଳି ସାଇଜରେ ଖଣ୍ଡ ଖଣ୍ଡ କରିଦେଲି। ସବୁ ପଣସ ଖଣ୍ଡକୁ ଏମିତି ମୁଁ କାଟିନେଲି। ପଣସ କଠାକୁ ନେଇକି ଗୋଟେ ଛୋଟ ଟିପ୍ସ କହୁଛି। ଯେତେବେଳେ ଆପଣ ପଣସ କଠାକୁ ଏମିତି କାଟି ନେବେ, ତାକୁ ବାହାରେ ବେଶୀ ସମୟ ଏମିତି ରଖିବେନି। ରଖିଲେ ସେଟା କାଳିଆ ହେଇଯିବ। ତାକୁ ଶୀଘ୍ର ଆଇଦର ତିଆରି କରିନେବେ, ନହେଲେ ହଳଦୀ ପାଣିରେ ବି ଗୋଳେଇକି ରଖିପାରିବେ। ମୁଁ ତ ପଣସକୁ କାଟିନେଲି। ଏବେ ଆମେ ଏଇ ଡାଲମାରେ ଅଲଗା ଯେଉଁ ଆଇଟମ୍ ସବୁ ପକାଇବା ତାକୁ କାଟିବା। ମୁଁ ଏଥିପାଇଁ ସାରୁ ନେଇଛି, ଆଉ ଏଇଟା କଖାରୁ ଖଣ୍ଡେ ନେଇଛି, ବିନ୍ସ ନେଇଛି। ୟାକୁ ହିଁ ୟୁଜ୍ କରିବି। ଆପଣ ଚାହିଁଲେ ଅଲଗା ପରିବା ବି ୟୁଜ୍ କରିପାରିବେ। ମୁଁ ଛୋଟ କନ୍ଦମୂଳ ଖଣ୍ଡେ ବି ନେଇଛି ଏଥିରେ ପକାଇବା ପାଇଁ। ଆପଣ କନ୍ଦମୂଳ ଜାଗାରେ ଛୋଟ ଆଳୁ ବି ପକାଇ ପାରିବେ। ବେଶୀ ପକାଇବେନି, ଜଷ୍ଟ ଗୋଟେ ମିକ୍ସ ପାଇଁ ଡାଲମାରେ ଏଇଟା ପକାଇବା। ମୁଁ ଏହାର ଚୋପା ଛଡ଼େଇକରି ଏମିତି କାଟିଦେଲି କନ୍ଦମୂଳକୁ ଛୋଟ ସ୍କୋୟାର ପିସ୍ରେ କାଟିଦେବି। ଆଉ ସବୁ ପରିବାକୁ ବି ଭଲ ଭାବରେ ଏମିତି କାଟିଦେବି। ସବୁ ପରିବାକୁ ମୁଁ ଭଲ ଭାବରେ କାଟି ଦେଇଛି। ଆସନ୍ତୁ ତାହେଲେ ଏଇ ପଣସ କଠା ଡାଲମା ଆମେ ଆଜି ତିଆରି କରିବା। ଆଉ ତା ପାଇଁ କ'ଣ ଇନଗ୍ରିଡ଼ିଏଣ୍ଟସ୍ ଦରକାର ସବୁ ଦେଖିନେବା। ଏଇଟା ପଣସ କଠାକୁ ମୁଁ ଏମିତି କାଟିକି ସାଇଡ଼୍ କରିଦେଇଛି। ଟମାଟୋ 2ଟାକୁ ଭଲ ଭାବରେ କାଟି ଦେଇଛି ଏମିତି ସାଇଜ୍ରେ। ବିନ୍ସକୁ ବି କାଟି ଦେଇଛି। ଆଉ ଏଇଟା ସାରୁକୁ କାଟିଛି, ଆଉ କଖାରୁ କାଟିଛି, ଆଉ କନ୍ଦମୂଳ ବି କାଟି ଦେଇଛି। ଏଇ ପଣସ ଡାଲମା କଲାବେଳେ ପଣସର ପରିମାଣ ସବୁବେଳେ ଅଲଗା ପରିବା ଠାରୁ ଅଧିକ ରଖିବେ, 2ରୁ 3 ଗୁଣ ରଖିବେ। ମୁଁ ଏଠାରେ 1 କେଜି ପଣସକୁ ୟୁଜ୍ କରିଛି। ଏଥିପାଇଁ ଗୋଟେ ବାଉଲର 75% ମୁଁ ବିରି ନେଇଛି। ଏଇଟା ମୁଁ ଛଡ଼ା ବିରି ନେଇଛି, ଆପଣ ଚୋପା ଛଡ଼ା ଫାଳ ବିରି ବି ନେଇପାରିବେ। ଆଉ ଗୋଟେ ବାଉଲରେ ହାଫ୍ ବାଉଲ୍ ନେଇଛି ମୁଁ ମୁଗ ଡାଲି। ଆଉ 2ଟା ବଡ଼ ରସୁଣକୁ କୋଲା ଛଡ଼େଇ ଦେଇଛି, ଆଉ ଅଦା ଖଣ୍ଡେ କାଟି ଦେଇଛି, କଞ୍ଚା ଲଙ୍କା 3-4ଟା ନେଇଛି। ପଣସ କଠା ଡାଲମାରେ ଏଇ ବିରି ଡାଲି ପଡ଼ିଲେ ବହୁତ ବଢ଼ିଆ ସ୍ମେଲ୍ ତାର ରୁହେ। ସେଥିପାଇଁ ପ୍ରଥମେ ଆମେ ବିରି ଡାଲିକୁ ଭାଜି ନେବା। ଗୋଟେ କଡ଼େଇରେ ଆମେ ଏମିତି ବିରି ଡାଲି ପକାଇକି ଟିକେ ଲାଲ ହେବା ପର୍ଯ୍ୟନ୍ତ ଭାଜି ନେବା। ପୁରା ପୋଡ଼ିବେନି, ଟିକେ ତାର ବାସ୍ନା ଆସିବ, ସେହି ସମୟରେ ଆମେ କାଢ଼ି ନେବା। ବିରି ଡାଲି ଟିକେ ଭାଜି ହେଇ ଆସିଲା ବେଳକୁ ଆମେ ଏଇ ମୁଗ ଡାଲିକି ପକାଇଦେବା, ମିଶାଇକି ଭାଜି ନେବା। ଆପଣ ଅଲଗା ବି ଭାଜି ପାରିବେ। ବିରି ଯେହେତୁ ଗୋଟା ନେଇଛି, ଟିକେ ଭାଜିବାକୁ ଟାଇମ୍ ଲାଗିବ। ତାପରେ ଆମେ ମୁଗ ଡାଲି ପକାଇଛେ। ଏବେ ଏଇ ବିରି ଆଉ ମୁଗ ଡାଲିକୁ ଆମେ ସ୍ଲୋ ଫ୍ଲେମ୍ରେ 4-5 ମିନିଟ୍ ଭାଜି ନେବା। ଭାଜି ନେଲେ ଆମର ଏହାର କଲର୍ ଚେଞ୍ଜ ହେଇଯିବ, ଆଉ ଗୋଟେ ବହୁତ ବଢ଼ିଆ ବାସ୍ନା ଆସିବ। ସେଥିରୁ ଆମେ ଜାଣିଦେବା ଆମ ଡାଲି ହେଇଗଲାଣି। ଆମ ଡାଲି ଏବେ ହେଇଗଲାଣି, ଆମେ ତାକୁ କାଢ଼ି ନେବା। ଭାଜି ହେଇଥିବା ବିରି ଆଉ ମୁଗ ଡାଲିକୁ ମୁଁ ଭଲ ଭାବରେ ଏମିତି ଧୋଇ ଦେଇଛି। ଗୋଟେ ବଡ଼ ବାଉଲରେ ହାଫ୍ ବାଉଲ୍ ପାଣି ମୁଁ ଦେଇଛି। ତାପରେ ଏଥିରେ ମୁଁ କାଟିଥିବା ପଣସ ଖଣ୍ଡକୁ ଏଥିରେ ଆମେ ଆଡ଼୍ କରିଦେବା। ସାରୁ ବିନ୍ସ ଆଦି ପରିବାକୁ ଏଥିରେ ଆମେ ଦେଇଦେବା। ତାପରେ ଆମେ ୟା ଉପରେ କଟା ଟମାଟୋକୁ ଦେଇଦେବା। କଟା ଟମାଟୋ ପରେ ଆମେ ଏଥିରେ ଆଡ଼୍ କରିଦେବା ଅଦାର ଛେଚା। ଅଦା କଞ୍ଚା ଲଙ୍କାର ଛେଚା ଦେଇପାରିବେ, ଖାଲି ଅଦା ଦେଇପାରିବେ। ହଳଦୀକୁ ଆଡ଼୍ କରିଦେଲି, ଲୁଣ ଆଡ଼୍ କରିଦେଲି। ମୁଁ ତ ଅଲରେଡ଼ି ପାଣି ଦେଇଥିଲି, ଆଉ ପାଣି ଦେବା ଦରକାର ନାହିଁ। ଆକୁ ଏବେ କଭର୍ କରିଦେବା। ସ୍ଲୋ ଫ୍ଲେମ୍ରେ ଆମେ 2ଟା ସିଟି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା।
दुईटा सीटी प्रेसर कुकर आमर दे देइथिला आमे गैस को बंद कर देइथिले प्रेसर कुकर नॉर्मली बांफ गला परे आमे ताको खोली नबा देखंतु आमर पणस आ परिबा सब बहुत बढ़िया भाव में सिझी जाइछि मोर प्रेसर कुकर प्राय ओवरलोडेड हो जाइछि आपन टिके बड़ प्रेसर भी यूज कर परिबे एबे डालमा फुटिया पे मैं गोटे कड़ाई रे 1 2 स्पून तेल देबा तेल रे टिके पंच फुटण पके देबा तापरे ता उपरे आमे रसुण सुखिला लंकार छेचा को पके देबा भल भाव टिके भाजी नबा 3-4 मिनिट एमती भाजिला बेलू आमर रसुणर छुंक प्राय रेडी हो गलानी देखंतु टिके कलर चेंज हो गलानी एमती ही आमर फुटण हम तापरे आमे या उपरे पकई दबा आमर जो प्रेसर कुकर थिबा परिबा सब को डालिया परिबा सब पकई दबा भल भाव गोले की मिसई नबा डालमा सुखाई जाइछि सेथरे आमे गोटे बाउल पानी ढाली दबा एबे डालमा आमर प्राय भल कंडीशन को आसी गला भल हारे गोले दबा आकु टिके 3-4 मिनिट फ्लेम बढ़ेकी फुटिवा को छाड़ दबा डालमा फुटी गला परे आमे जीरा लंका गुंड एथिरे दे देबा मो 2 ରୁ 3 स्पून जीरा लंका गुंड देइछि जीरा लंका गुंड को भल भाव रे आमे डालमा सहित एपट सेपट करी मिसई नबा आउ आकु एमती 2-3 मिनिट गैस रे बसिया को दबा एबे हमर डालमा पूरा रेडी हो जाइछि आमे गैस को बंद कर देकी आकु गोटे बाउल रे काढी न बिना मसला रे ए पणस कटा डालमा बहुत टेस्टी लागे आउ जो बिरी डाली आमे पकेइचे बिरी आ मुग डाली रो गोटे कॉम्बिनेशन एथरे बहुत बढ़िया टेस्ट को बढ़े दिए आपण एमती करी खांतु आउ केमती लागिला मते कमेंट्स करी कहंतु आउ जदि रेसिपीटी आपन को भल लागि थाए सब्सक्राइब करबा को भूलंतु नाही आज पई बिदा देखा आउ गोटे सुंदर रेसिपी रे ए चैनल